ଆଜିର ରାଶିଫଳ ନଭେମ୍ବର ମାସ 19 ତାରିଖ 2025 ମସିହା ବୁଧବାର। ମାର୍ଗଶିର ମାସ କୃଷ୍ଣ ପକ୍ଷେ ତିଥି ଚତୁର୍ଦ୍ଦଶୀ ଦିବା 9ଟା 21 ଗତେ ଅମାବାସ୍ୟା ନକ୍ଷତ୍ର ସ୍ୱାତି ଦିବା 8ଟା 24 ଗତେ ବିଶାଖ ଚନ୍ଦ୍ର ତୁଳା ରାତ୍ରି 4ଟା 42 ଗତେ ବିଛା ଯୁଗ ସୌଭାଗ୍ୟ ସୂର୍ଯ୍ୟୋଦୟ ପ୍ରାତଃ 6ଟା 2 ମିନିଟ୍ 25 ସେକେଣ୍ଡ ସୂର୍ଯ୍ୟାସ୍ତ ସନ୍ଧ୍ୟା 5ଟା 4 ମିନିଟ୍ 15 ସେକେଣ୍ଡ। ଆଜି କର୍କଟ ରାଶିର ଘାତ ବାର। ଚାଲୁ ଜାଣିବା ଅମୃତ ବେଳା 6ଟା 50 ମିନିଟ୍ ମଧ୍ୟରେ 7ଟା 37 ମିନିଟ୍ ଗତେ 8ଟା 25 ମଧ୍ୟରେ 10ଟା 50 ଗତେ 11ଟା 32 ମିନିଟ୍ ମଧ୍ୟରେ ମହେନ୍ଦ୍ର ବେଳା ଦିବା 6ଟା 51 ମିନିଟ୍ ଗତେ 7ଟା 36 ମିନିଟ୍ ମଧ୍ୟରେ 2ଟା 2 ମିନିଟ୍ ଗତେ 4ଟା 27 ମିନିଟ୍ ମଧ୍ୟରେ। ଏହି ସମୟରେ ଯେକୌଣସି କାମ କଲେ ଶୁଭ ହୋଇଥାଏ ଏବଂ କାର ବେଳ ଦିବା 8ଟା 45 ମିନିଟ୍ ଗତେ 10ଟା 10 ମଧ୍ୟରେ ବାର ବେଳା ଦିବା 11ଟା 33 ମିନିଟ୍ ଗତେ 12ଟା 59 ମିନିଟ୍ ମଧ୍ୟରେ। ଏହି ସମୟରେ ଯେକୌଣସି କାମ କଲେ ଶୁଭ ହୋଇନଥାଏ। ଆଜି ଆମିଷ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା। ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଦିନଟି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ପ୍ରଜାଚନା ପାଇଁ ଅନୁକୂଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟ ରୂପେ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବ। ବିଶେଷ ଯିବା ଲୋକ ଶୁଭ ଖବର ପାଇବେ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ନିଜ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧ୍ୟମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କିଛି ନୂଆ ଅନୁଭବ କରିବେ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ଅଫିସରେ ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ଓ ସଂକେତ ମିଳିପାରେ। ହୋଟେଲ ଓ ଖାଦ୍ୟ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଶୁଭ ଗ୍ରହଙ୍କ କୃପା ଦୃଷ୍ଟିରୁ ଆପଣଙ୍କ ଉପରେ ରହିଛି ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ। ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ନିଜର ମିଷ୍ଟ ବ୍ୟବହାର ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣ କୌଣସି ବଡ଼ ଦାୟିତ୍ୱ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବେ। କଳାକାରଙ୍କ କାର୍ଯ୍ୟକୁ ଅନୁବନ୍ଧ ମିଳିବ। ସେହିଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ସାମାଜିକ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢାଇବେ। ବିଦ୍ୟୁତ ଓ ବଡ଼ ବ୍ୟବସାୟୀ ମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଭ ମିଳିବ। ଆଇନ କାନୁନ ମାମଲାରେ ସହଜ ସମାଧାନ ହୋଇଯିବ। ପ୍ରେମ ପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଯେକୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସ ଖୁସିରେ ସମୟ କାଟିବେ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ପରିବାର ଏକତା ଓ ପ୍ରେମ ବଢିବ। ସ୍ଥଗିତ ଥିବା କାମ ପୁରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଓ ପୂର୍ବ ଅପେକ୍ଷା ମଜବୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ସୁଧାର ଆସିବ। ସେହିଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପିତାଙ୍କ କହିବା ମାର୍ଗ ଚାଲନ୍ତୁ। ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ପ୍ରତି ବଜାୟ ରହିବ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଧ୍ୟାତ୍ମିକ ଭାବନା ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ବେଲ୍ ଆଇକନ୍ ଦେବେ।